ଗୋଟିଏ କୁକୁର ଗୋଟିଏ ଚିତାବାଘ ଥିଲା। ଦୁଇ ଜଣଙ୍କ ଭିତରେ ବହୁତ ଭଲ ବନ୍ଧୁ ଥିଲା। କୁକୁରର ନିଜର ଘର ନଥିଲା, ତେଣୁ ସେ ଚିତାବାଘ ଘରେ ରହୁଥିଲା। ସେଥିପାଇଁ ଚିତା ତା'ଠାରୁ ଚାକର ଭଳି କାମ ମଧ୍ୟ ନେଉଥିଲା। ଥରେ ବର୍ଷା ଋତୁରେ ଚିତା କହିଲା, କୁକୁର ଭାଇ ଆସ ଆମେ ବାମ୍ବି ଦେଖିବାକୁ ଯିବା। କୁକୁର ପଚାରିଲା, ଏ ବାମ୍ବି କ'ଣ? ଚିତା କହିଲା, ବାମ୍ବି ମାନେ ପିମ୍ପୁଡ଼ି ମେଳା। ଟିକେ ଦେଖିବା ତ ସେଠାରେ ଏଥର କେତେ ପିମ୍ପୁଡ଼ି ଅଛନ୍ତି। ଦୁହେଁ ଜଙ୍ଗଲକୁ ଗଲେ। ଦେଖିଲେ ବାମ୍ବିରେ ଅଗଣିତ ପିମ୍ପୁଡ଼ି ମେଳା ଲାଗିଛି। ଦୁହେଁ ଆଞ୍ଜୁଳା ଭରି କରି ପିମ୍ପୁଡ଼ି ଘରକୁ ଆଣିଲେ। ଚିତାର ସ୍ତ୍ରୀ ପିମ୍ପୁଡ଼ିରେ ବଢ଼ିଆ ଲଡ଼ୁ ତିଆରି କଲା ଓ ସମସ୍ତେ ପେଟ ପୂରା ଆନନ୍ଦ ଖାଇଲେ। ପୁଣି କିଛି ଲଡ଼ୁ ବଞ୍ଚିଗଲା। ଚିତା କହିଲା, କୁକୁର ଭାଇ ଏ ଲଡ଼ୁ ମୋ ଶ୍ୱଶୁର ଘରକୁ ନେବାକୁ ପଡ଼ିବ। ତୁମେ ତାକୁ ଗୋଟେ ପୋଟଳିରେ ବାନ୍ଧି ଦିଅ। କୁକୁର ଶୀଘ୍ର ପୋଟଳିରେ ବାନ୍ଧିଦେଲା। ଚିତା ବଢ଼ିଆ ପୋଷାକ ପିନ୍ଧିଲା, ହାତରେ ସାରଙ୍ଗୀ ଧରିଲା। ପୁଣି ଥରେ କୁକୁରକୁ କହିଲା, ଭାଇ ତୁ ଏ ପୋଟଳି ନିଜ ମୁଣ୍ଡରେ ବୋହି ଧର। ଆଜ୍ଞା ପାଳନ କୁକୁର ତୁରନ୍ତ ଏ ଆଜ୍ଞା ପାଳନ କଲା। ଏବେ ଚିତା ଗୀତ ଗାଇ ବାଜା ବଜାଇ ଶ୍ୱଶୁର ଘରକୁ ଗଲା। ପୋଟଳି ମୁଣ୍ଡେଇ କୁକୁର ପଛେ ପଛେ ଗଲା। ରାସ୍ତାରେ ଯିଏ ବି ଦେଖା ହେଲେ ପଚାରିଲେ, ଚିତା କକା କୁଆଡ଼େ ଯାଉଛ? ଚିତା କହେ, ଶ୍ୱଶୁର ଘର। କିଏ କହେ, ଚିତା କକା ଟିକେ ସାରଙ୍ଗୀ ଶୁଣାଅ। ସେତେବେଳେ ଚିତା ସାରଙ୍ଗୀ ବଜାଇ ଗୀତ ବି ଗାଇଲା। କୁକୁର ଭାଇ ଖାଉଛି କଦୁ, ମୁଣ୍ଡ ଉପରେ 10ଟି ଲଡ଼ୁ। ଲଡ଼ୁ ଖାଇବେ ଶ୍ୱଶୁର ଜୀ, ଶାଶୁ ବଜେଇବେ ଢୋଲକି। ଚିତା ଏତେ ଆନନ୍ଦରେ ଗୀତ ଗାଇଥିବା ଶୁଣି କୁକୁର ମନେ ମନେ ରାଗୁଥିଲା। ତାପରେ ବି ସେ ମନ କଥା ମନରେ ରଖି ମଧୁର ସୁରରେ ଚିତାକୁ କହିଲା, ଆପଣ ଆଗରେ ଚାଲନ୍ତୁ, ମୁଁ ଟିକେ ଆସୁଛି। ଚିତା ଆଗକୁ ଗଲା। ଏବେ କୁକୁର ପୋଟଳି ଖୋଲିଲା, ସବୁତିକ ଲଡ଼ୁ ନିଜେ ଖାଇଦେଲା। ପୁଣି ଅଳିଆ ଭର୍ତ୍ତି କରି ପୋଟଳି ତିଆରି କଲା ଓ ଚିତା ପଛରେ ଚାଲିଲା। କିଛି ଦୂର ସାଙ୍ଗରେ ଚାଲିବା ପରେ କୁକୁର କହିଲା, ଚିତା କକା ମୋତେ ଆପଣ ଟିକେ ସାରଙ୍ଗୀଟା ଦିଅନ୍ତେନି, ଯଦି ମୁଁ ବି ଗୋଟେ ସୁନ୍ଦର ଗୀତ ଶୁଣାଇ ପାରନ୍ତି। ଚିତା ଭାବିଲା, ହଉ ଏବେ କିଛି ସମୟ ଭୁକି ଦଉ, କ'ଣ ଅସୁବିଧା ହେଉଛି। ସାରଙ୍ଗୀକୁ କୁକୁରକୁ ଦେଲା। କୁକୁର ଆରମ୍ଭ କଲା, କ କରଚ ଆଣିଛି ମୁଁ ଶ୍ୱଶୁରଜୀଙ୍କ ପାଇଁ। କ କରକଟ ବି ଅଛି ରହି ଶାଶୁଜୀଙ୍କ ପାଇଁ। ଚିତା କହିଲା, ବାରେ କୁକୁର ବାବୁ, ତୁମ ଗୀତ ତ ତୁମ ଶାଶୁ ଶ୍ୱଶୁରଙ୍କ ପାଇଁ। କୁକୁର ନମ୍ରତା ସହିତ କହିଲା, ଚିତା କକା ଏ ତ ଆପଣଙ୍କ କୃପା, ନହେଲେ ମୁଁ ତ ଖାଲି ଭୁକିବା ଜାଣିଛି। ମୁଁ ତ ଏସବୁ ଆପଣଙ୍କ ଠାରୁ ଶିଖିଛି। ଚିତା ଗୀତ ଗାଇ ବାଜା ବଜାଇ ଶ୍ୱଶୁର ଘରେ ପହଞ୍ଚିଲା। ସେ ତ ଜ୍ୱାଇଁ ଖୁବ୍ ଜାକଜମରେ ତାକୁ ସ୍ୱାଗତ କରାଇଲେ। କୁକୁରକୁ ଅବା କିଏ ପଚାରନ୍ତି। କୁକୁରକୁ ଖରାପ ଲାଗିବାରୁ ସେ ଉଠି ଚାଲିଗଲା। ଚିତା ହସି ହସି କହିଲା, ଆପଣମାନଙ୍କ ପାଇଁ ଲଡ଼ୁ ଆଣିଛି, ଚାଖିବେ ତ ସାରା ଜୀବନ ମନେ ରଖିବେ। ଏକଥା ଶୁଣି ଶ୍ୱଶୁରଜୀଙ୍କ ମୁହଁରୁ ଲାଳ ବୋହିଲା। ଶାଶୁମା ଖୁସି ହୋଇ ପୋଟଳି ଖୋଲି ଦେଖିଲେ ଯେ ଲଡ଼ୁ ନାହିଁ, ତା ଜାଗାରେ ଅଳିଆ ଅଛି। ଚିତା ରାଗି ନିଆଁ ହୋଇଗଲା। ସେ କୁକୁରକୁ ଖୋଜିଲା, କିନ୍ତୁ କୁକୁର ସେତେବେଳୁ ସେଠାରୁ ଖସି ଯାଇଥିଲା। ଚିତା ନିଜ ଶ୍ୱଶୁରଙ୍କୁ କହିଲା, କ'ଣ ଆପଣ ବତାଇ ପାରିବେ କି କୁକୁରକୁ କେମିତି ଖୋଜିବାକୁ ହୁଏ? ଶ୍ୱଶୁରଜୀ ସୁବିଧା ଉପାୟ ବତାଇ ଦେଲେ। ଏବେ ନବରାତ୍ରି ଚାଲିଛି, ଦାଣ୍ଡିଆରେ ଆୟୋଜନ କର, ସେ ନିଶ୍ଚିତ ଦେଖିବାକୁ ଆସିବ। ଚିତା ନାଚିବାର ଉତ୍ସବ ଜମାଇ ଦେଲା।
ତାକୁ ଦେଖିବାକୁ ଦୂର ଗାଁରୁ ଗାଈ, ଛେଳି, ମଇଁଷି, ଗଧ, ଘୋଡ଼ା ସବୁ ଜନ୍ତୁ ଆସିଲେ, କିନ୍ତୁ କୁକୁର ଆସିଲା ନାହିଁ। ସେ ଜାଣିଥିଲା ଯେ ଯଦି ସେ ଦାଣ୍ଡିଆ ଦେଖିବାକୁ ଯିବ ଆଉ ଚିତା ତାକୁ ଦେଖିଦବ, କଞ୍ଚା ଚୋବାଇ ଯିବ। ଦ୍ୱିତୀୟ ଦିନ ଗୋଟେ ମେଣ୍ଢା କୁକୁର ଆଗରେ ନାଚରେ ଏତେ ପ୍ରଶଂସା କଲା ଯେ କୁକୁର ମନରେ ଲାଳସା ହେଲା, କିନ୍ତୁ ସେ କେମିତି ଯାଇଥାନ୍ତା। ସେ ନିଜ ସମସ୍ୟା ମେଣ୍ଢା ଆଗରେ ପ୍ରକାଶ କଲା। ମେଣ୍ଢା କହିଲା, ଚିନ୍ତାର କୌଣସି କାରଣ ନାହିଁ। ମୁଁ ନିଜ ପୁଚ୍ଛରେ ତତେ ଲୁଚାଇ ନେଇଯିବି। ଚିତାର ଏତେ ସାହସ ତତେ ଦେଖିଦବ? ତୃତୀୟ ଦିନ ପୁଣି ଢୋଲ ବାଜିବା ଓ ନାଚିବା ଗାଇବା ଆରମ୍ଭ ହେଲା। ମେଣ୍ଢାର ଚଉଡ଼ା ଲାଞ୍ଜରେ ଲୁଚି କୁକୁର ନାଚ ଦେଖିବାକୁ ଆସି ପହଞ୍ଚିଲା। ଚିତାର ସନ୍ଧାନୀ ନଜର ଚାରିଦିଗରେ ବୁଲୁଥିଲା, କିନ୍ତୁ ସେ କୁକୁରକୁ ଦେଖିପାରିଲା ନାହିଁ। ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଦିନ ମଧ୍ୟ କୁକୁର ଦାଣ୍ଡିଆ ଦେଖିଲା ଓ ସୁବିଧାରେ ଫେରିଆସିଲା। ଆଉ ଗୋଟିଏ ଦିନ ବାକି ଥିଲା, ନବମ ଦିନ। ଶେଷ ଦିନ ମେଣ୍ଢା ଲାଞ୍ଜ ତଳେ ଛପି କୁକୁର ପୁଣି ଆସି ପହଞ୍ଚିଲା। ଢୋଲ, ଗିନି, ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଜୋରରେ ବାଜିବାରେ ଲାଗିଲା। ନାଚ ମଧ୍ୟ ଜୋରରେ ଆରମ୍ଭ ହେଲା। ସବୁ ଜନ୍ତୁ ପୁଚ୍ଛ ହଲାଇ ଝୁଲିବାକୁ ଆରମ୍ଭ କଲେ। ମେଣ୍ଢା ପୁଚ୍ଛ ତଳେ କୁକୁର ଲୁଚିଥିଲା। ତା ପାଇଁ ନାଚିବା ସମ୍ଭବ ନଥିଲା, କିନ୍ତୁ ତାର ନାଚର ନିଶା ଏତେ ବଢ଼ିଗଲା ଓ ବାଜା ବି ଏମିତି ତାଳରେ ବାଜୁଥିଲା ଯେ ସେ ଆଉ ଥୟ ଧରି ରହିପାରିଲା ନାହିଁ। ସେ ନିଜ ଲାଞ୍ଜ ହଲେଇ ନାଚିବାକୁ ଆରମ୍ଭ କଲା। କୁକୁର ଆଉ କୌଣସି ମତେ ଲୁଚି ପାରିଲା ନାହିଁ। ସେ ଭାବିଲା, ହୁଣ୍ଡା ବନ୍ଧୁ ତ ବିପଦରେ ଜୀବନ ରଖେ। ସେ ସାଙ୍ଗେ ସାଙ୍ଗେ ଦୌଡ଼ିଲା ଓ ଗୋଟିଏ ଲାଠିଆଳ କଡ଼ରେ ଲୁଚିଗଲା। ଚିତା ଠାରୁ ଏକଥା ଲୁଚି ପାରିଲା ନାହିଁ। ସେ କୁଦି ପଡ଼ି ସଭା ଆଗ ମେଣ୍ଢାକୁ ମାରିଦେଲା। ପୁଣି ଲାଠିବାଲା ଆଡ଼କୁ ଧାଇଁଲା। ଲାଠିବାଲା ତା ଲାଠି ଉଠାଇଲା। ଚିତା ଥମିଗଲା। କୁକୁର ବାବୁ, ଆଜି ତ ତୁ ବଞ୍ଚିଗଲୁ, କିନ୍ତୁ ପୁଣି କେବେ ଦେଖା ହେବ ତ ମାରି ମାରି ତତେ ସାବାଡ଼ କରିଦେବି। ସେ ଦିନଠାରୁ କୁକୁର ଓ ଚିତାବାଘ ମଧ୍ୟରେ ଶତ୍ରୁତା ଚାଲି ଆସିଛି। ଆଜି ବି କୁକୁର ଆଉ ଚିତାକୁ ଦୂରରୁ ଦେଖି ଦୌଡ଼ିବା ଆରମ୍ଭ କରିଦିଏ। ଏତିକି ନୁହେଁ, କୁକୁର ସେହି ଦିନଠାରୁ ଜଙ୍ଗଲରେ ରହିବା ମଧ୍ୟ ଛାଡ଼ି ଦେଇଛି। ସେ ଏବେ ମଣିଷମାନଙ୍କ ସ୍ନେହ ଶ୍ରଦ୍ଧାକୁ ବେଶୀ ପସନ୍ଦ କରୁଛି।